ପୂଜା କରନ୍ତି ନିଜ ଘର ରାଜାକୁ ଘରୁ ବାହାର କରି କଳକିରି କାଟି ଦେଉଥିଲେ କଳକିରି କରନ୍ତି ସେଟା କରି କାହିଁ ଶୁଣି ବାହାରି କୁହନ୍ତି ହେଲେ ଦିଟା ରାଜାକୁ ଆସିଲେ ଦିଟା ଯୁଦ୍ଧ କରନ୍ତି ଦିଟା ଯୁଦ୍ଧ କରନ୍ତି भाई ये सब होचे मो भाग्यार दोष ए देखो ना ताने भितरे दिन चले कोकिना का कोई मुह फेरे नहीं पाते तू नने दिने मुह हेले मुह दिना तो भाई आसी तो कौन करी देखियो देखियो मु कौन करी देख देखा थाई स्वामी निश्चित भल हो एथिरे कोन अछि भाई अमूल्य संपत्ति न भणी अमूल्य संपत्ति कौन सोना ताज में भणी अधिक आउ कोन हीरा ताज भी अधिक न मुझे देखे कोन केता ठाकुर घरे पूजा पाउती बा बड़ा ठाकुर आला भाई लेकिन तू ये दुनिया में ना आज में बड़ा नौकर के इलाज नहीं दू ये जगन्नाथ मूर्ति में स्वामी ने मुंडा वगैरह रखे देखिए तो स्वामी निश्चित वाला है निश्चित वाला है पानी गिलास कर दिया अरे तुम्हारे खोलू बा अरे घर का ऊपर ठीक सानिया भी वो का युवा डायरेक्टर आसे थे चल नाना टाइगर सिपाही को डायरेक्टर बोल दो कईतर बंदा बाउती नाटक करे कुंदुरा होती बोला आज जीवी सफा सफा करी यदि मीडिया जो दिया ता नहले मो आशा छाड़ सुन आलो सेतिरे मौरानी बाछाई जा ताको दिके सोरी संबल देई जुकु जुकिया भाग कर खाई दे एड़ी मु तुमको गोटे कथा कहबी तमे मो कथा रखिबो आलो तू कल कहबो कोन जानिनी कोन कहबी जे आलो तोर सही गोटिए कथा मो पुअटा 2 मास लागलारी कोन अछि कोन खाउछि केमिति अछि भलरे अछि ना मंतरे अछि आलो तोर सब प्रश्नर उत्तर सही गोटिए तमे एमिति कोन कहउछ ए सरिया आलो जो पुआ माने बापा मांकर आखिरे लुह देई घरा छाड़ी चली जाते से माने केबे शांति रे रही पारन एई मने कोन कहउछ मु तम कथा किछि बुझी पारुनी ए बुझिनो काईके आलो जो पुआ माने बापा मांकर से ममता को पादरे गोइठा माइक बुद्धिरे पड़ी घर छाड़ी चली जाए से केमे भल रही पारे ଆପଣ ଠିକ କହିଛନ୍ତି ଦାଦା
ସତରେ କିନ୍ତୁ ଆପଣଙ୍କ ପୁଅ ଭଲରେ ନାହାନ୍ତି। ଆରେ ଏ ମାସି ତ କଣ ହେଇଛି ମୋ ପୁଅର? କଣ ହେଇଛି? କିଛି ଭୁଲ ଖାଇ ଲକ୍ଷେ ଭୁଲର ଶାସ୍ତି ଭୋଗୁଛନ୍ତି ଆପଣଙ୍କ ପୁଅ। କିଛି ଭୁଲ ନ ଥାଇ ଦୁଃଖ ସହି ସହି ନିର୍ବୋଧ ପାପୀ ହେଇଯାଇଛନ୍ତି ଆପଣଙ୍କ ପୁଅ। କିଛି ଭୁଲ ନ ଥାଇ ସର ଶଯ୍ୟାରେ ଶୟନ କରିଛନ୍ତି ଆପଣଙ୍କ ପୁଅ। ଆରେ ଏ ମା ମୋ ପୁଅର କଣ ହେଇଛି? ସିଧା ସିଧା ନ କହି ତୁ ଏମିତି କଣ କହୁଛୁ? କଣ ହେଇଛି ମୋ ପୁଅର? ଆମେ ଦୁଇଜଣ ମାର୍କେଟିଂ ବାହାରିଥିଲୁ। ହଠାତ୍ ବାଘ ମୁଖା ଲୋକ ଦି ଜଣ ଆସିଲେ। ଆଉ ମୁଁ କିଛି ବୁଝିବା ଆଗରୁ ସେମାନେ ସମ୍ପଦକୁ ଆରେ ଏ ମା କହ ମା ମୋ ପୁଅ ଏବେ କୋଉଠି? ଆୟୁଷରେ ମୋ ପୁଅ ଆୟୁଷରେ ପଡ଼ିଛି ଅଥଚ ତମେ ହସୁଛ। ଆର ବାପ ବୋଲି ତ ହସୁଛି। ଆଲୋ ଏ ସାରିଆ, ମୁଁ ତତେ କହୁନଥିଲି ଯୋଉ ପୁଅ ମାନେ ବାପ ମାଙ୍କର ସ୍ନେହ ମମତାକୁ ପାଦରେ ଆଳେଇ ଦେଇ ଅଳ୍ପ ବୁଦ୍ଧିରେ ଘର ଛାଡ଼ି ଚାଲି ଯାଆନ୍ତି, ସେମାନେ ଏହି ଅବସ୍ଥା ହୁଏ। ତମେ ରାଗ କରେ। ମୋ ପୁଅ ଆୟୁଷରେ ପଡ଼ିଛି ଅଥଚ ତମେ ଖୁସି ହଉଛ। ଆରେ ଏ ମାସି ତ ମୋ ପୁଅ ପାଖକୁ ମତେ ନେଇ ଚାଲେ ମା, ନେଇ ଚାଲ। ଆଲୋ ଏ ସାରିଆ, ଆଲ୍ଲାह କହିଲା ଭଲା, ଭଗବାନ ବି କହିଲା ଭଲା, ଯୀଶୁ ବି କହିଲା ଭଲା, ଲେକିନ ଶିବା ପଣ୍ଡା କହିଲା ବୁରା ବୁରା କରୁଛୁ ତ। ମେଡିକାଲରେ ପଡ଼ିଛି ଅଥଚ ତମେ ମତେ ଜମା ନାହିଁ ଲେଖି। ଆରେ ଚାଲ, ଆରେ ଆସ। ପଛକୁ ପାଦ ଫେରେଇ ଆଣିଲ ମାଇଣ୍ଡିଅର ସ୍ତ୍ରୀ। ଏବେ ସ୍ତ୍ରୀ ବୋଲି କହୁଛି, ତାପରେ ମାଇକିନା ବୋଲି କହିବି। ଚୁଟିକି ଧରି ସିଧା ମେନ୍ ପେଣ୍ଡାଲରୁ ଗ୍ରୀନ୍ ରୁମ୍କୁ ମାରୁ ମତେ, ମାରୁ ମାରୁ ଜୀବନରେ ମାରିଦେବି। ଆଜି ମତେ କେହି ଅଟକେଇ ରଖେଇ ପାରିବେନି। କାହିଁକି ନା ମୁଁ ଉପରେ ମା। ଗୋଟେ ନାରୀ ମା ହେଇଗଲା ପରେ ତା ନିଶ୍ୱାସ ତା ଛୁଆ ସହିତ ଯୋଡ଼ା ହେଇଯାଇଥାଏ। ତା ଛୁଆ ପାଦରେ କଣ୍ଟାଟିଏ ଫୁଟିଲେ ମା କଲିଜା ନିଆଁ ଲାଗି ଯାଇଥାଏ। ମୋ ପୁଅଟା ମେଡିକାଲରେ ପଡ଼ିଛି। ମୁଁ ଆଉ କୋଉ ବଞ୍ଚି ରହିଛି ଯେ ତମେ ମତେ ମାରିବ? ଏ ମା ଚାଲେ ମା, ମୋ ପୁଅ ପାଖକୁ ମତେ ଟିକେ ନେଇଯା। ଚାଲ। ନାଇଁ ବୋଉ, ଆପଣ ଗଲେ କିଛି ଲାଭ ହବନି ବୋଉ। ନାନା ଚାହିଁଲେ ସମ୍ପଦ ବଞ୍ଚିଯିବେ। ଆରେ ତୁ କଣ କିଛି ଶୁଣି ପାରୁନୁ ନା କିଛି ବୁଝି ପାରୁନୁ? ମାଟିକୁ ବିଧା ମାରିଲେ ମାଟିଟା ଚୁନା ହୁଏ, ହେଲେ ଇଟା ପଥରକୁ ନୁହେଁ। ତୋ ବାପା ଛାତିଟା ନାନା ଚାହିଁଲେ ସମ୍ପଦ ବଞ୍ଚିବେନି ବୋଉ। ମୁଁ ଡକ୍ଟର କହୁଛନ୍ତି ଅପରେସନ ପାଇଁ 5 ଲକ୍ଷ ଦରକାର। ଶୁଣି ପାରୁଛ ତମେ? ଶୁଣି ପାରୁଛ ନା କାଠ ପଥର ପାଲଟି ଗଲାଣି ତମେ? ଚାଲନ୍ତୁ ନାନା, ଆଉ ଡେରି କରାନ୍ତୁନି। ଚାଲନ୍ତୁ ନାନା, ଚାଲନ୍ତୁ। ବାହାଘରର 8 ବର୍ଷ ଯାଏ ପିଲା ଛୁଆ କିଛି ହଉନଥାଏ। ସାଇ ପଡ଼ିଶା ବନ୍ଧୁ ବାନ୍ଧବ ସମସ୍ତେ କହୁଥିଲେ, ଏ ଶିବା, ଆରେ ତୁ ଆଉ ଗୋଟାଏ ବାହା ହୋଇଯା।
ହେଲେ ବୋହୂ କହୁଥିଲେ ମୁଁ କାହିଁକି ବାହା ହେବି? ମୋର ବା ପୁଅଟିଏ ହବ। ଯୋଉଦିନ ମୋ ପୁଅ ଜନ୍ମ ହେଲା ମୋତେ ଯେମିତି ଲାଗିଲା ସରଗର ଚାନ୍ଦ ମୋ ହାତରେ ଖସି ପଡ଼ିଛି। ପାଠ ପଢିଲା, ବଡ଼ ମଣିଷ ହେଲା, ପଇସା ପତ୍ର ଅଭାବ ଥାଇ ମଧ୍ୟ ମୋ ପୁଅକୁ କୌଣସିରେ ଉଣା କରିନଥିଲି। ସନ୍ଧ୍ୟା ବେଳେ ମୁଁ ଡାବାକୁ ବାହାରିଲେ ମୋ ପୁଅ ମତେ କହେ, ନନା ଫେରିଲା ବେଳେ ମୋ ଭାଇ ଦିନ ରହିବ। ପାଠ ପଢିଲା, ମଣିଷ ହେଲା, ମହିଳା ଥାର କରି ଚଳିଲା। ପୁଅଟା ମୋର ବଡ଼ ହେଲା, ପାଠ ପଢି ଚାକିରି କଲା। କହିଲେ ହେ ମୁଁ ତୋ ପାଇଁ ମହିନ୍ଦ୍ରା ଥାର ଗାଡ଼ି କିଣି ଆଣିବି। ଆଉ ଯୋଉଥିପାଇଁ କି ଖରା ବରଷାକୁ ଖାତିର ନ କରି ତମେ ତାକୁ ଏବେ ବି ପାଠ ପଢେଇଲ। ପାଠ ପଢିଲା, ବଡ଼ ମଣିଷ ହେଲା, ତାର ଗାଡ଼ି ଚଢିଲା। କେତେ ସପନ ଥିଲା ପୁଅଟାର ମୋର ବାହାଘର ହବ, ଏ ଘରକୁ ବୋହୂ ଆସିବ। ବୋହୂ ଆସିଲା ସତ, ହେଲେ ମୋ ଦୁଆରେ ବେଦୀ ବନ୍ଧା ହେଇପାରିଲାନି ବେଦୀ ବନ୍ଧା। ବୋହୂଟା ମୋ ଘରକୁ ଆସିଲା ଯେ ମୋ ପୁଅଟା ଘର ଛାଡ଼ି ଚାଲିଗଲା। ପୁଅ ବହୁ ସୁଖ ବୋଧେ ଆମ ଭାଗ୍ୟରେ ନାହିଁ। ଶାଶୁ ଘର ସୁଖ ବୋଧେ ମୋ ଭାଗ୍ୟରେ ନାହିଁ। ଚାଲନ୍ତୁ ନନା, ଚାଲନ୍ତୁ, ଆଉ ଡେରି କରନ୍ତୁନି ନନା। ମୁଁ ମାନୁଛି ମୋ ଡାଡି ଆପଣଙ୍କୁ ଅପମାନ ଦେଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ହାତ ଯୋଡୁଛି, ଆପଣଙ୍କ ଗୋଡ଼ ତଳେ ପଡୁଛି। ନନା, ଆପଣ ଚାହିଁଲେ ମୋ ସଂସାର ବିଷୟ ରହିଯିବ, ସମ୍ପଦ ବଞ୍ଚିଯିବେ। ଆପଣ ମୋତେ ଟିକେ ଦୟା କରନ୍ତୁ, ସବୁ ରାଗ ରୁଷା ପଛରେ ପକେଇ ଦିଅନ୍ତୁ। ଯେତେ ଯାହାହେଲେ ବି ସମ୍ପଦ ହେଉଛନ୍ତି ଆପଣଙ୍କ ପୁଅ। ଚାଲନ୍ତୁ ନନା, ଚାଲନ୍ତୁ, ଆଉ ଡେରି କରନ୍ତୁନି। ତମେ ଚାଲିছিল ତମ ଭାଇ। ଭାଉଜ ଡେରି ଜମା କରନ୍ତୁନି, ଶୀଘ୍ର ଟଙ୍କା ନେଇ ଚାଲନ୍ତୁ। ଡକ୍ଟର କହିଛନ୍ତି ଅପରେସନ କରିବାକୁ ହବ। ଚାଲନ୍ତୁ ଭାଉଜ। ତମକୁ କହୁଛନ୍ତି ଶୁଣିପାରୁଛନ୍ତି। ଚାଲନ୍ତୁ ବାବା, ଚାଲନ୍ତୁ, ଆଉ ଡେରି କରନ୍ତୁନି। ତାହେଲେ ସେତିକର ସେ ଅପମାନ ଭୁଲି ପାରିଲେ ତ? କୁହନ୍ତୁ ନା କି ପ୍ରାୟଶ୍ଚିତ୍ତ କରିବି ମୁଁ? କଣ କଲେ ଆପଣଙ୍କ ମନ ଶାନ୍ତି ହବ? କୁହନ୍ତୁ ନା, ଯଦି କହିବେ ତାହେଲେ ମୁନିଆ ଗୋଟେଇ ପଡ଼ିବା ପାଇଁ ପ୍ରସ୍ତୁତ ଅଛି। କୁହନ୍ତୁ ନା, କୁହନ୍ତୁ ମୋତେ କଣ କରିବାକୁ ପଡ଼ିବ? ଆରେ ମୋ ଶପଥ ଜୀବନ ବଡ଼, ମୋ ଶପଥ ଜୀବନ ବଡ଼। ତାହେଲେ ଶୁଣ, ତୁ ମୋ କଥା ମାନେ ତୁ ବିଧବା ହୋଇଯା। ମଥାରୁ ସିନ୍ଦୁର ବୋଉ କହିଲେ ସୂର୍ଯ୍ୟ ମିଶ୍ରର ଝିଅ, ତା ମଥାରୁ ପୋଛି ଦବ ସିନ୍ଦୁର, ଆଉ ହାତରୁ
ଭାଙ୍ଗି ଦବ ଶଙ୍ଖା ତା ବେକରୁ ଖୋଲିଦବ ସେ ମଞ୍ଜର ସୂତ୍ର ଚିତ୍କାର କରି କହିବ এই ଦେଖ ମୋ ସ୍ୱାମୀ ପାଇଁ ବିଧବା ହେଲି। ମୁଁ ଯେତିକି ଜାଣିଛି ଗୋଟେ ସ୍ତ୍ରୀ ପାଖରେ ବଡ଼ ପଡ଼ିଆ ଥିଲା ଯମରାଜ ତା ସ୍ୱାମୀକି କେବେ ହେଲେ ନେଇପାରିବନି। ପ୍ରତିପକ୍ଷ ନାରୀ କେବେ ବିଧବା ହୁଏନି। ଜାଣିବ ତୁ ଏଠୁ ପଳେଇ ଯା ତୁ ଏଠୁ। ଚାଲ ଭାଉଜ ଚାଲ, ଆମେ ଏଠୁ ପଳେଇବା। ଚାଲ ଭାଉଜ ଚାଲ। হ্যালো এতে সতী সাবিত্রী তো তু কর ভাবিছ তোরি পাই মু বঞ্চিছি হ্যাঁ ଖାଇବାକୁ ପାଉନଥିଲ সারিয়া ଚୁଡ଼ା ଖାଇ ବଞ୍ଚୁଥିଲ ଚିନା ସାଟ ପିନ୍ଧି ମୋତେ ବାହା ହେବା ପାଇଁ ଯାଇଥିଲ ଆଉ ଏ ଘରେ ବଦଳିଲା ପରେ ତମେ ଶ୍ରମିକରୁ ଇଟା ଭାଟିର ମାଲିକ ହେଇଗଲ। 50 ଟଙ୍କାରେ ଗୁଣ୍ଡା ପାଟ କରୁଥିଲ ଏବେ ଭିଲିଆନ ରୋଲ କରୁଛ। ପଳେଇ ଯା ରେ ମା ତୁ ଏଠୁ ପଳେଇ ଯା। ଚାଲ ଭାଉଜ ଚାଲ, ଚାଲ ଭାଉଜ ଚାଲ। ଯାହା ତମ ଭାଗ୍ୟରେ ଥିବ ସେଇଆ ହବ। ଏ ଅମନ କଥା ଜମା ଶୁଣୁନି। ଚାଲ ଆମେ ଏଠୁ ପଳେଇବା। ଚାଲ। কন করবে ও আমারই সব সবা খাইବାକୁ ପାଉନଥିଲୁ ବୈଦ୍ୟଙ୍କର ବସ୍ଷ୍ଟାଣ୍ଡ ଉପରେ ବସି ଚୋକା ପାଲିସ କରୁଥିଲୁ। ଆମେ ଦୟା ଦେଖାଇ ମୁଁ ତୋତେ ଆଣି ମୋ ଇଟା ଫ୍ୟାକ୍ଟ୍ରିରେ ଚାକିରି ଦେବି ଆଉ ତୁ ଶଳା ମୋର ଖାଇ ମତେ ତୁ ମଣିଷ କରୁଛୁ। ସେ ପୁଅର ନୁହେଁ, ସେ ବାପା ନୁହେଁ, ଗୋଟେ ରାକ୍ଷସ। ସେ ପୁଅ ବଞ୍ଚି ଥାଉ ଥାଉ ନିଜ ବୋଉକୁ ବିଧବା ହେବାକୁ ପାଏ। ସେ ମଣିଷ ନୁହେଁ, ଗୋଟେ ଜଙ୍ଗଲୀ ଭାଲୁ। ଜଙ୍ଗଲୀ ଭାଲୁ। ମାର ଗୁରୁ, ଆହୁରି ଜୋରରେ ମାର। ଲୁଣ ସୁମିତ୍ରୀ ନା ସେଦିନ ତମ କଥା ମାନି ତମ ପାଖରେ ଚାକିରି କରିବା पूरा पूरा ମୋର ଭୁଲ ହୋଇଯାଇଥିଲା ଗୁରୁ। यूट्यूब छाड़े ଭାବିଥିଲି ସବୁ କଳାକାର ଗୁଡାକ ଉପରେ। ଉଦୟମାନ, ऊपरे ସେମାନଙ୍କର ମଣିଷ ମଣିଆ ଅଛି। କିନ୍ତୁ ଆଜି ପ୍ରମାଣ ପାଇଗଲି ଗୁରୁ, କିଛି କଳାକାର ମଞ୍ଚରେ ଯେତିକି ଅଭିନୟ କରନ୍ତି ମଞ୍ଚ ତଳେ ତାଠୁ ବେଶୀ ଅଭିନୟ କରନ୍ତି। ମଞ୍ଚରେ ସେମାନେ ଯେତିକି ସୁନ୍ଦର ମଞ୍ଚ ତଳେ ତାଠୁ ବେଶୀ କଥାକାର। ଆଉ ସେମିତି ହୋଇନଥିଲେ ବହୁଟା ତା ସ୍ୱାମୀ ପାଇଁ ବିକଳ ହଉଛି। ଅଥଚ ତମେ ଛି ଗୁରୁ ଛି। ଚାଲନ୍ତୁ ହାତଣି କରୁଥିଲେ ନା ମୁଁ ଆପଣଙ୍କ ହାତ ଧରିଛି ନା ଆପଣ ସବୁ ରାଗ ରୁଷାକୁ ପଛରେ ପକେଇ ଦିଅନ୍ତୁ। ଚାଲନ୍ତୁ ନା ଚାଲନ୍ତୁ। ତାହେଲେ ତୁ ମୋ କଥା ମାନି ବିଧବା ହୋଇଯା। ଆପଣ ବୁଝୁନାହାନ୍ତି କାହିଁକି? ଶପଥ ବିନା ମୁଁ ବଞ୍ଚି ପାରିବିନି। ଆପଣ ବୁଝିବା ପାଇଁ ଚେଷ୍ଟା
दादी संग साथी समस्ते मुह फेरेई देले शेषरे तमे भी हे भगवान ହେଲେ ମୁଁ କିନ୍ତୁ ମୁହଁ ଫେରେଇବିନି। ମୁଁ ତତେ ମୋ କଥା ମାନେ भांगी देवी मो हाथरू शंख पछी देवी मो माथारू सिंदूर ओलेई देवी मो बेकेरे रखिथिबा मंगल अपन को पुआ जीवनରୁ ଦୂରେଇ ଯିବି ଇଏ ସବୁ ସୂଚନା ଗଲା ହେଲେ ସତ କହୁଛି ନା ସମ୍ପତ୍ତି ଜୀବନରୁ ମୁଁ ଯଦି ଦୂରେଇ ଯାଏ ନା ସିଏ ବଞ୍ଚିବେ ନା ମୁଁ ବଞ୍ଚିବି ବଞ୍ଚି ପାରିବିନି ନା ନାଇଁ ଠାକୁର କେବେ ବି ମୋ ପ୍ରତି ଏତେ ନିଷ୍ଠୁର ହେବେନି ମୋ ସ୍ୱାମୀ ସମ୍ପତ୍ତି ଇଚ୍ଛା ଭଲ ହେଇଯିବେ ମୁଁ ଯଦି ପ୍ରକୃତରେ ନାରୀ ହେଇଥିବି ପ୍ରକୃତରେ ତାଙ୍କ ସ୍ତ୍ରୀ ହେଇଥିବି ମୋ ସ୍ତ୍ରୀ ପଡ଼ିଆ ଯଦି ପବିତ୍ର থাকিব ମୋ ସ୍ୱାମୀ ସମ୍ପତ୍ତି ନିଶ୍ଚୟ ବଞ୍ଚିବ ମୁଁ ଦେଖିଯିବି ସମସ୍ତଙ୍କୁ ଦେଖେଇଯିବି ମୋ ସ୍ୱାମୀ ବଞ୍ଚିବେ ବଞ୍ଚିବେ ମୋ ସ୍ୱାମୀ अठा वर्ष पर पुओटा जेतेबेले जन्म होइଥିଲା ସେଦିନ ତମେ ଖୁସିରେ ବହୁ ଜୋରରେ ହସୁଥିଲ ଆଜି ମୋ ପୁଅଟା ମରିବାକୁ ଯାଉଛି ତମେ ହସିବ ନା କାନ୍ଦିବ ଆଲା କହିଲେ ଭଲା ଯୀଶୁ କହିଲେ ଭଲା ଭଗବାନ ବି କହିଲେ ଭଲା लेकिन ऐसा कहिला बुरा बुरा मनुष्य तबे हे मन रख मो पुआर जदि किछि हेई जाए ताले भाबी नवा तमे मते मो भाग्य रे भाग्य बले हरिश्चंद्र पड़े ଥିଲେ ସାପ भाग्य बले नला राजा काटी ଥିଲେ ଘାସ ମୋ ଭାଗ୍ୟ ଆଜି ମୋ ସହିତ ଭଗାରୀ ସାଜିଛି ଆଜ୍ଞା କାଲି ମୋର ସମସ୍ତେ ଥିଲେ ହେଲେ ହଉଛି ମୋ ପାଖରେ କେହି ନାହାନ୍ତି ଆଉ ଯିଏ ମୋ ପାଖରେ ଥିଲେ ସେ ମୋ ଠାରୁ ଦୂରେଇ ଗଲେ ଆଉ ଯିଏ ମୋ ପାଖରେ ଅଛନ୍ତି ମୋ ସ୍ୱାମୀ ଆଜି ମରଣ ସହିତ ଲଢ଼େଇ କରୁଛନ୍ତି ବାବୁ ମା ମୋ ଶଙ୍ଖା ସିନ୍ଦୁର ଆପଣମାନଙ୍କ ହାତରେ ବାବୁ ଆପଣ ଚାହିଁଲେ ମୋ ଶଙ୍ଖା ସିନ୍ଦୁର ରହିଯିବ ମୋ ସ୍ୱାମୀ ସମ୍ପଦ ବଞ୍ଚି ଯିବେ ମୋ ସ୍ୱାମୀ